ସେଇଟା ସେ ଡିରେକ୍ସନ ସିଏ ଦେବେ, ସିଏ ଜାଣିଥିବ ସିଏ କେତେ କଣ ଜାଣିଲେ ମାନେ ରିଏଲି ବାହାଘରରେ। ଆପଣ କେତେ ସପୋର୍ଟ କରିବେ? ମୁଁ ତ ବହୁତ ସପୋର୍ଟ କରିବି। ମାନେ କୋଉ ଜାଗାରେ ସପୋର୍ଟ କରିବେ? କିଛି ଯୋଉ ଡିରେକ୍ସନ ଦେଇଥିଲେ ସବୁ ଜାଗାରେ। ଧରିନିଅନ୍ତୁ ଗୋଟେ ଡିରେକ୍ସନ ଦେଇଛନ୍ତି, ତାଙ୍କ ହାତରେ କିଛି ଗୋଟେ ଭୁଲ ହେଇଯାଇଛି, ଆପଣ ତାଙ୍କ ସେଇ ଜାଗାରେ ସେଇଟା ମୁଁ ଦେଖିକି କୁହେ ତାଙ୍କୁ, ଯୋଉଟା ହଁ କୁହେ ତାଙ୍କୁ ଏଇଟା କାହିଁକି ଏଇଟା କଲନି ନା, ହଁ ହଁ ଠିକ ଭାଇ କୁହନ୍ତି। ସେ କଥାକୁ ଆପଣ କଥାକୁ ମାନନ୍ତି? ହଁ କେତେ ମାନନ୍ତି? ନା ସେମିତି ଖାଲି ମନ ବୁଝିବାକୁ ଖାଲି ନାଇଁ କହୁଛନ୍ତି? ନାଇଁ ନାଇଁ ମନ ବୁଝିବା ନା କୁହନ୍ତି। କେତେ ଖୁସି ଅଛନ୍ତି ଆପଣ? ବହୁତ ଖୁସି ଅଛି। ଭାଇ କିଛି ଖାଇବାକୁ ଦେଲି? ଭାଇ କଣ ଘରେ ତ ଖାଉଛି, ମୋ ଭାଇଙ୍କର ତ ଖାଉଛି। ଆଜି ଭୋଜିଟା ନା କିଛି ସ୍ପେଶାଲ? ନାଇଁ ଆଜି ଖାଇବା ତ ଏପର୍ଯ୍ୟନ୍ତ ହେଇନି। ଖାଲି ସମସ୍ତଙ୍କୁ ଖାଲି ଦେଖା ହେଇ କାର୍ଡ ଧରି ସମସ୍ତେ ଆସିକି ଖୁସିରେ ଶୁଭେଚ୍ଛା ଦଉଛନ୍ତି, କିନ୍ତୁ ବର୍ତ୍ତମାନ ଆପଣ ଖାଇକି ଅଛନ୍ତି ଭୋକରେ? ନାଇଁ ଖାଇନି, ଭୋକରେ ଅଛି। ଭୋକରେ ଅଛନ୍ତି? ହଁ ଭାଇ ଖାଇନାହାନ୍ତି ବୋଲି ଖାଇନାହାନ୍ତି? ହଁ ଭାଇ ଖାଇନାହାନ୍ତି, ମୁଁ ଖାଇନି। ମିଶିକି ଖାଇବେ ଆଉ। ଶୁଣିବାକୁ ମିଳୁଛି ଆପଣଙ୍କର ଲଭ୍ ମ୍ୟାରେଜ ବୋଲି। ଲଭ୍ କାହିଁ ଜାଣିଛ? ଲଭ୍ ହେଲା ନା? ସେମିତି କିଛି ନାହିଁ ଯେ ଲଭ୍ ଆଗ ଲଭ୍ ହେଲା ସାଙ୍ଗେ ସାଙ୍ଗେ କଥାବାର୍ତ୍ତା ହେଇକି ଭଲଟା କୋଉଠି ପାଇଲେ? ସେମିତି କିଛି ନାହିଁ, ନା ସିରିଏଲ? ଏମିତି ଘରେ ଆଉ। ଘରୁ ଭଲଟା ପାଇଲେ? ହଁ ମାନେ ଘର ଲୋକଙ୍କ ସହିତ ପ୍ରଥମ ଭଲ ପାଇଲା, ତାପରେ ହଉଛି ଭାଇଙ୍କ ସହିତ ଭଲ ପାଇଲା, ତାପରେ ଘରକୁ ଆସିଲା। ଘରକୁ ଆସିଲା ଆପଣଙ୍କ ମ୍ୟାରେଜ ଲାଇଫ ଷ୍ଟାର୍ଟିଂ ହେଲା। ବର୍ତ୍ତମାନ ଆଗକୁ ତ ଲେଟ୍ ନାଇଟ୍ ହଉଛି, ଡିରେକ୍ଟର ମାନେ ଆପଣ ତ ଜାଣିଥିବେ ଲେଟ୍ ନାଇଟ୍ ହଉଥିବ, ଡିରେକ୍ଟର ମୁଣ୍ଡରେ ବହୁତ ବଡ ଦାୟିତ୍ୱ ଥାଏ, ତ ଆପଣ କେତେ କୋଅପରେଟ୍ କରିବେ ଭାଇ? ବହୁତ। ଆଚ୍ଛା ଏବେ ଆଗରୁ ତ ଭାଇଙ୍କ ଘରକୁ ଆସିବାକୁ ଲେଟ୍ ହେଇଯାଉଥିବ, ଏବେ ଯଦି ହବ କି ଲେଟ୍ ଆଉ ହବ ନା ଜଣା ପଡୁନି ହବ? କାମରେ ଅଛନ୍ତି, ଆଉ ତାଙ୍କୁ କଣ କିଛି କହିପାରିବି ଆଉ ତାଙ୍କୁ? ଆପଣ ବର୍ତ୍ତମାନ ଆକ୍ଟିଂ ଆଗକୁ କରିବେ ନା ନାଇଁ? କରିବେନି? ନାଇଁ। ଏତେ ବଡ ତ୍ୟାଗ? କିଛି ଗୋଟେ ଭାଇ କଣ୍ଡିସନ କରିଛନ୍ତି ତାହେଲେ? ନାଇଁ ନାଇଁ ଯଦି ମ୍ୟାରେଜ କରିବ ତାହେଲେ ଆକ୍ଟିଂ କରିବେ ସେମିତି କହିଛନ୍ତି? ନାଇଁ ନାଇଁ ସେମିତି କିଛି ସେ ଆପଣ କହିନାହାନ୍ତି। ଲୁଚଉଛନ୍ତି ନାଇଁ ସତରେ ଲୁଚଉନି କିଛି। ତାହେଲେ ଆକ୍ଟିଂ କାହିଁକି କରିବେନି? କରିବେନି ଆଉ, ଇଚ୍ଛା ନାହିଁ ଆଉ। କେତେ ବର୍ଷର ଲଭ୍ ଥିଲା? 11 ବର୍ଷର ଶୁଣିବାକୁ ମିଳୁଛି, 11 ବର୍ଷର ଭଲ ପାଇବା ଥିଲା ପ୍ରକୃତରେ? ଥିଲା ଆଉ। କଣ କହିବାକୁ ଚାହିଁବେ ଭାଉଜ, ସତ କଥାଟା କଣ? କେତେ ବର୍ଷର ଭଲ ପାଇବା ଥିଲା ଗୋଟେ ଆର୍ଟିଷ୍ଟକୁ ବୁଝିବାକୁ ପଡେ, କହିବାକୁ ପଡେ, ତ ସେଇ ଜାଗାରେ ଗୋଟେ ହିରୋ ହିରୋଇନ୍ ଧରନ୍ତୁ ଲଭ୍ ରୋମାନ୍ସ ହେଲା କି ଗୋଟେ ବାହାଘର ହେଲା, ଏମିତି ବହୁତ କିଛି, ତ ସେଇ ଜାଗାରେ ଆପଣ ଦେଖିକି ଭାଇ ଯେତେବେଳେ ରୋମାନ୍ସ ଶିଖଉଥିବେ ଆପଣ ମାଇଣ୍ଡ କରନ୍ତି? କିଛି ଫରକ ପଡେନି, କିଛି ଫରକ ପଡେନି? କିଛି ବି ଫରକ ପଡେନି। ଆପଣ ମନା କରୁଛନ୍ତି କିନ୍ତୁ ମନ ନା ନାଇଁ ନାଇଁ ଯେତେବେଳେ କିଛି ଗୋଟେ ରୋମାନ୍ସ ସିନ୍ କରୁଥିବେ, ତାପରେ ଆପଣ ଟିକେ କଥାବାର୍ତ୍ତା ହଉଥିବେ, ଟିକେ ଜାଣିଛି ନା ସେ କାମ ଗୁଡା କଣ କେମିତି, ଆମେ ତ ଆକ୍ଟିଂ ଶିଖଉଛନ୍ତି ନା ସେ, ଆଉ ମୁଁ ତାଙ୍କ ଉପରେ ମାନେ ମନ ଦୁଃଖ କରିବି କାହିଁକି? ଭାଇ ହଉଛନ୍ତି ରିଏଲ ହିରୋ, କେତେ ରୋମାଣ୍ଟିକ। ବହୁତ ବହୁତ ପୁରା ଭାଉଜ ଲାଜେଇ ଯାଉଛନ୍ତି। ଭାଉଜ ଏଇଟା ଭଲ ପାଇକି ବାହା ହେଇଛନ୍ତି, ଭାଇଙ୍କର କଣ ଭଲ ଗୁଣ? ସବୁ। ଆଉ ଗୋଟେ ଖରାପ ଗୁଣ? ଖରାପ ତ ସମସ୍ତଙ୍କର ଭଲ ଖରାପ ଥାଏ। ନାଇଁ ଗୋଟିଏ ଭଲ ଗୁଣ କୁହନ୍ତୁ, ଗୋଟେ ଖରାପ ଗୁଣ କୁହନ୍ତୁ। ସେଇଟା ସିରିଏଲରେ କେତେ ଥର ବାହାଘର କଲେଣି? ସିରିଏଲରେ ବହୁତ ଥର କଲେଣି, ରିଏଲରେ ତ ଏବେ ହେଲେ ଆଉ। ସମସ୍ତଙ୍କୁ ମ୍ୟାରେଜ କରଉଥିଲେ, କିନ୍ତୁ ଆଜି ତାଙ୍କ ନିଜର ମ୍ୟାରେଜ। ବର୍ତ୍ତମାନ ଏଇ ଯୋଉ ଆଗକୁ ଆପଣ ମ୍ୟାରେଜ ଲାଇଫଟା ହବ, ଏଇ ଜିନିଷଟା କିଛି କାମରେ ବି ସେଠି ସିରିଏଲ ଲାଗିବ? ସେଇଟା ସେ ଡିରେକ୍ସନ ସିଏ ଦେବେ, ସିଏ ଜାଣିଥିବ ସିଏ କେତେ କଣ ଜାଣିଲେ ମାନେ ରିଏଲି ବାହାଘରରେ। ଆପଣ କେତେ ସପୋର୍ଟ କରିବେ? ମୁଁ ତ ବହୁତ ସପୋର୍ଟ କରିବି। ମାନେ କୋଉ ଜାଗାରେ ସପୋର୍ଟ କରିବେ? କିଛି ଯୋଉ ଡିରେକ୍ସନ ଦେଇଥିଲେ, ସବୁ ଜାଗାରେ। ଧରିନିଅନ୍ତୁ ଗୋଟେ ଡିରେକ୍ସନ ଦେଇଛନ୍ତି, ତାଙ୍କ ହାତରେ କିଛି ଗୋଟେ ଭୁଲ ହେଇଯାଇଛି, ଆପଣ ତାଙ୍କ ସେଇ ଜାଗାରେ ସେଇଟା ମୁଁ ଦେଖିକି କୁହେ ତାଙ୍କୁ, ଯୋଉଟା ହଁ କୁହେ ତାଙ୍କୁ ଏଇଟା କାହିଁକି ଏଇଟା କଲନି ନା, ହଁ ହଁ ଠିକ ଭାଇ କୁହନ୍ତି। ସେ କଥାକୁ ଆପଣ କଥାକୁ ମାନନ୍ତି? ହଁ କେତେ ମାନନ୍ତି? ନା ସେମିତି ଖାଲି ମନ ବୁଝିବାକୁ ଖାଲି ନାଇଁ କହୁଛନ୍ତି? ନାଇଁ ନାଇଁ ମନ ବୁଝିବା ନା କୁହନ୍ତି। ତମେ ଏଠି ସମସ୍ତଙ୍କର କ୍ୱେଶ୍ଚନ କରୁଛନ୍ତି କି ଭାଇ ମ୍ୟାରେଜ ପରେ ସେ ଚେଞ୍ଜ ହେଇଯିବେ, ସେମିତି କିଛି ଅଛି? ନାଇଁ ନାଇଁ ଚେଞ୍ଜ ହେଇଯିବେ। ଏବେ ଭାଇଙ୍କର ଯୋଉ ଡିରେକ୍ସନ ଯୋଉଟା ସ୍ପିଡ ହବ ନା ଟିକେ ସ୍ଲୋ ହେଇଯିବ ବାହାଘର ପରେ? ସ୍ଲୋ କାହିଁ ହବ, ଯେମିତି ଚାଲିଥିଲା ସେମିତି ହବ। ଯେମିତି ମସ୍ତି ହଉଛ ସେମିତି ମସ୍ତି କରିବ? ହଁ ହଁ। ଆଉ କିଛି ଅସୁବିଧା ନାହିଁ ତ?